ୟୁରୋପୀୟ ଶୈଳୀରେ ଜେଲ୍ 2026 ଫେବୃଆରୀ ସୁଦ୍ଧା ସରିବ ନିର୍ମାଣ। ଏଣିକି କଏଦୀମାନେ ଆଉ ଚଟାଣରେ ଶୋଇବେନି। ୟୁରୋପିଆନ୍ କାରାଗାର ଶୈଳୀରେ ରୁଆକଟରେ ଶୋଇବେ। ଉନ୍ନତମାନ ଚିକିତ୍ସାର ସୁବିଧା ପାଇବେ। ଏହି ଲକ୍ଷ୍ୟରେ ରାଜଧାନୀ ଉପକଣ୍ଠ ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମ ପରିସରରେ ନିର୍ମାଣ ଚାଲିଛି ସ୍ୱତନ୍ତ୍ର କାରାଗାର। ମଡେଲ ଜେଲ୍ରେ ଏକାବେଳକେ 2500 ଆନ୍ତେବାସୀ ରହିବା ବୋଲି ବ୍ୟବସ୍ଥା ହୋଇଛି। ମୁକ୍ତାକାଶ କାରାଶ୍ରମଟି 110 ଏକର ଯାଏଁ ବ୍ୟାପିଛି। ସେଥିରୁ 40 ଏକର ଜାଗାରେ ଏହି ମଡେଲ ଜେଲ୍ ନିର୍ମାଣ ଚାଲିଛି। ସେଥିରେ ଉନ୍ନତମାନ ହସ୍ପିଟାଲ ସହ ପ୍ରଶସ୍ତ ଖେଳପଡ଼ିଆ, ଅତ୍ୟାଧୁନିକ ଜିମ୍, ଯୋଗାଶ୍ରମର ସୁବିଧା ରହିବ। ଭୁବନେଶ୍ୱର ଭିତରେ ଆଉ ଲାଗିବନି ଟ୍ରାଫିକ୍ ଭିଡ଼। ଖର୍ଚ୍ଚ ହେବ 14,000 କୋଟି। ଭୁବନେଶ୍ୱର ଭିତର ଓ ଚାରି ପାଖରେ ରାସ୍ତା ହେବ ବିଶ୍ୱସ୍ତରୀୟ। ସହର ଭିତରେ ଆଉ ଟ୍ରାଫିକ୍ ଭିଡ଼ ଲାଗିବନି। ଚୁଟକିରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ହେବ। ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ଅର୍ଥନୈତିକ କ୍ଷେତ୍ର ଗଢ଼ାଯିବ। ନୂଆ ଗେଟ୍ର ଭୁବନେଶ୍ୱରର ପରିକଳ୍ପନା ବି ହୋଇଛି। ଏହି ପରିକଳ୍ପନା ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଆଜି ସବୁଜ ସଂକେତ ଦେଇଛନ୍ତି। ରାଜଧାନୀର ଜନସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହି ଜନସଂଖ୍ୟା ତୁଳନାରେ ରାଜଧାନୀ ଓ ଏହାର ଉପକଣ୍ଠରେ ଥିବା ରାଜ୍ୟ ପର୍ଯ୍ୟାପ୍ତ ହେଉଛି। ଫଳରେ ଟ୍ରାଫିକ୍ ଭିଡ଼ ହେଉଛି। ଜାତୀୟ ରାଜପଥ ବି ଜାମ୍ ହୋଇଯାଉଛି। ଜଳସେଚିତ ଜମିରୁ ଏକର ପିଛା 19 କୁଇଣ୍ଟାଲ ଧାନ ସଂଗ୍ରହ କରିବେ ସରକାର, କହିଲେ ଯୋଗାଣ ମନ୍ତ୍ରୀ। ଚଳିତ ବର୍ଷ ରାଜ୍ୟ ସରକାର ଜଳସେଚିତ ଚାଷ ଜମିରୁ ଏକର ପିଛା 19 କୁଇଣ୍ଟାଲ ଧାନ ସଂଗ୍ରହ କରିବେ। ସେହିଭଳି ଅଣଜଳସେଚିତ ଜମିରୁ ଏକର ପିଛା 13 କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ସ୍ଥିର କରାଯାଇଥିବା ଖାଦ୍ୟ ଓ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ବୁଧବାର ବିଧାୟକ ସନାତନ ମହାକୁଡ଼ଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଥିଲେ। ଏକର ପିଛା ଚାଷୀମାନେ ଉତ୍ପାଦନ କରୁଥିବା ସମସ୍ତ ଧାନକୁ ସରକାର କ୍ରୟ କରିବା ଲାଗି ନିଷ୍ପତ୍ତି ନେବେ କି ବୋଲି ସନାତନ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ନିର୍ଦ୍ଧାରିତ ଅମଳ ହାରରେ ଚାଷୀ ତା'ର ଉତ୍ପାଦିତ ଧାର୍ଯ୍ୟ ବଳକା ଧାନ ସରକାରଙ୍କୁ ବିକ୍ରି କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଡିସେମ୍ବର 31ରେ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଆସନ୍ତା 31 ତାରିଖରେ ମାଧୋ ସିଂ ହାତକର୍ତ ପ୍ରଦାନ କରାଯିବ। ରାଜ୍ୟର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଏହି ହାତକର୍ତ ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ଏହି ଘୋଷଣା କରିଛନ୍ତି। ବରଗଡ଼ ଜିଲ୍ଲା ଘେଁସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ରାଜ୍ୟ ସରକାରଙ୍କର ଏହି ଯୋଜନାରେ ରାଜ୍ୟର ଲକ୍ଷାଧିକ ଏସ୍ସି ଓ ଏସ୍ଟି ଛାତ୍ରଛାତ୍ରୀ ସୁଫଳ ପାଇବେ। 25 ବର୍ଷ ପରେ ବିଶ୍ୱର 75% ଅଧିକଙ୍କ ଉପରେ ମରୁଡ଼ି ସଙ୍କଟ। ଭାରତ ସ୍ତରରେ ସ୍ଥିତି ଖରାପ। ଆସନ୍ତା 25 ବର୍ଷ ମଧ୍ୟରେ ବିଶ୍ୱରେ 25% ଲୋକ ମରୁଡ଼ିର ଶିକାର ହେବେ, ଯାହା ଭାରତ ଉପରେ ମଧ୍ୟ ପ୍ରଭାବ ପକାଇବ। ମିଳିତ ଜାତିସଂଘର ସଂସ୍ଥା UN କନଭେନସନ୍ ଟୁ କମ୍ବାଟ ଡେଜର୍ଟିଫିକେସନ୍ ରିପୋର୍ଟରେ ଏହି ଭୟାନକ ତଥ୍ୟ ସାମ୍ନାକୁ ଆସିଛି। UNCCD ଏବଂ ୟୁରୋପୀୟ କମିଶନ ମିଳିତ ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ବିଶ୍ୱ ମରୁଭୂମି ଆଟଲାସ୍ ପ୍ରକାଶ କରାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ 25 ବର୍ଷ ପରେ ଅର୍ଥାତ୍ 2050 ସୁଦ୍ଧା ଅବା 2049 ବେଳକୁ ପ୍ରାୟ 75% ଲୋକ ମରୁଡ଼ିର ସଙ୍କଟର ସମ୍ମୁଖୀନ ହେବେ। ନୂଆ ବର୍ଷରୁ କଟିଯିବ ରାସନ କାର୍ଡ଼। ଏମାନଙ୍କ ପାଇଁ ବେଡ୍ ନ୍ୟୁଜ୍। ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର। ରାସନ କାର୍ଡ଼ ଉପଭୋକ୍ତାଙ୍କ ନାଁ କାଟି ଦିଆଯିବାର ସମ୍ଭାବନା ରହିଛି। ସରକାରଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନ୍ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି। ରାସନ କାର୍ଡ଼ରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକେ ଚଞ୍ଚକତା କରି ରାସନ କାର୍ଡ଼ ହାତେଇଛନ୍ତି। ରାସନ କାର୍ଡ଼ ଧାରକ ତୁରନ୍ତ eKYC କରିବାକୁ ପଡ଼ିବ। ରାସନ କାର୍ଡ଼ରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ eKYC ବାଧ୍ୟତାମୂଳକ କରାଯାଇଛି, ଯାହାଫଳରେ ପ୍ରକୃତ ହିତାଧିକାରୀ କେଉଁମାନେ ଏବଂ କେଉଁମାନେ ସରକାରଙ୍କ ସୁବିଧା ପାଇବାକୁ ଯୋଗ୍ୟ ତାହା ଜଣାପଡ଼ିଯିବ।